ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ପରିବାରର କିଛି ପିତା ସତ୍ୟ କଥା। କ୍ଷମା କରିବେ ସାଙ୍ଗମାନେ, ଏହି କଥା ଆପଣଙ୍କୁ ପିତା ଲାଗିପାରେ, କିନ୍ତୁ 100% ସତ୍ୟ କଥା। ଯଦି ଆପଣ ଏହିସବୁ କଥାକୁ ଦିମାଗ ବଦଳରେ ଯଦି ଦିଲ ଭିତରୁ ଶୁଣିବେ, ତାହେଲେ ଆପଣଙ୍କ ସମ୍ପର୍କରେ ମଧୁରତା ନିହାତି ଭାବରେ ଆସିବ। ପ୍ରତି ମୁହୂର୍ତ୍ତରେ ଜଣେ ମହିଳାଙ୍କୁ ଅପମାନିତ କରିବା ଦ୍ୱାରା ପୁରୁଷର ଭାଗ୍ୟରୁ ମା ଲକ୍ଷ୍ମୀ କାହିଁ କେତେ କୋଶ ଦୂର ଚାଲି ଯାଇଥାନ୍ତି। ସେଥିଲାଗି ସବୁବେଳେ ନିଜ ସ୍ତ୍ରୀକୁ ସମ୍ମାନ କରନ୍ତୁ, ମହିଳାମାନଙ୍କୁ ବି ସମ୍ମାନ କରନ୍ତୁ। ପ୍ରେମ ତାକୁ କୁହାଯାଇ ନଥାଏ କି ଗୋଟେ ଭୁଲ ପାଇଁ ସାଥ ଛାଡ଼ିଦେବା। ପ୍ରେମ ତାକୁ କୁହାଯାଇଥାଏ କି 100 ଭୁଲକୁ ସୁଧାରିକି ଜୀବନ ସାରା ସାଥ ଦେବା। ଅସହାୟତା କ'ଣ? ଏହା ଆପଣ ସେଇ ମହିଳାଙ୍କୁ ପଚାରନ୍ତୁ ଯାହା ମଥାରେ ସିନ୍ଦୁର ତ ଅଛି, କିନ୍ତୁ ଜୀବନସାଥୀର ସାଥ ନାହିଁ। କାହାର ମଥାରେ ସିନ୍ଦୁର ଭରିଦେବା ବହୁତ ସହଜ ହୋଇଥାଏ, କିନ୍ତୁ ମୁସ୍କିଲ ତ ହୋଇଥାଏ କି ତା ଜୀବନରେ କେମିତି ଖୁସି ଭରିବା। ପତି ପତ୍ନୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବାରେ 90% ହାତ ଶାଶୁ ଏବଂ ନଣନ୍ଦଙ୍କର ଥାଏ। କିନ୍ତୁ ବାହାର ଲୋକଙ୍କ ଆଗରେ ଏମିତି ଦେଖାଇ ହୋଇଥାନ୍ତି କି ବୋହୂକୁ ଯେମିତି ସେ ଝିଅ ଭଳିଆ ରଖିଛନ୍ତି। ଏହିସବୁ ଜିନିଷ ସମସ୍ତଙ୍କ କ୍ଷେତ୍ରରେ ନଥାଏ, କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏସବୁ ଜିନିଷ ଥାଏ। ଆଜିକାଲି ସମସ୍ତେ ପାଠପଢ଼ା ବୋହୂ ଚାହୁଁଛନ୍ତି, କିନ୍ତୁ ବାହାଘର ପରେ ବୋହୂ ପସନ୍ଦ ଆସୁନାହିଁ। କାହିଁକି ନା ବୋହୂ ଘର କଥାରେ ବୋହୂ ନାଚିଲା ନାହିଁ କି ଶାଶୁ ଶ୍ୱଶୁରଙ୍କ କଥାରେ ନାଚିଲା ନାହିଁ, ଏବଂ ସେ ଠିକ୍କୁ ଠିକ୍ କହିଲା, ଭୁଲକୁ ଭୁଲ ମଧ୍ୟ କହିଲା। ସେଥିଲାଗି ବୋହୂ ପସନ୍ଦ ଆସୁନି। ଗୋଟେ ବୋହୂକୁ ଘରକୁ ସେତେବେଳେ ଆଣନ୍ତୁ ଯେତେବେଳେ ଆପଣ ପୁଅ ସହିତ ତା'ର ଘନିଷ୍ଠତାକୁ ହଜମ କରିପାରିବେ, ସେମାନଙ୍କୁ ଏକାଠି ଦେଖି ଖୁସି ହୋଇପାରିବେ। ନାଇଁକି ତାଙ୍କ ଭିତରେ ଗୋଟେ ପର୍ବତ ତିଆରି କରିବା ବା ପାହାଡ଼ ତିଆରି କରିବା ଏବଂ ସେମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବା। ତାଠୁ ଭଲ ହେବ କି ପୁଅର ବିବାହ ଘର କରନ୍ତୁ ନାହିଁ। ମଣିଷ ତ ସବୁ ଘରେ ଜନ୍ମ ହୋଇଥାନ୍ତି, ବାସ୍ ମଣିଷ ପଣିଆ କେଉଁଠି ଜନ୍ମ ନେଇଥାଏ। ଯେମିତି ଝିଅର ବାପା ମା ଝିଅକୁ ବୁଝେଇକି ପଠାଇଥାନ୍ତି, ଝିଅ ବାହାଘର ପରେ ତୋର ପ୍ରତି ସବୁ କିଛି, ଶାଶୁଘରେ ସମସ୍ତଙ୍କର ସମ୍ମାନ କରିବୁ, ଏବଂ ସେମାନେ ବି ନିଜ ଜ୍ୱାଇଁ ପୁଅର ବହୁତ ସମ୍ମାନ କରିଥାନ୍ତି। ଠିକ୍ ସେହିପରି ଯଦି ଶାଶୁମାନେ ମଧ୍ୟ ନିଜ ପୁଅକୁ ବୁଝାନ୍ତେ ଯେ ପୁଅ, ବୋହୂ ସବୁକିଛି ଛାଡ଼ିକି ଆମ ଘରକୁ ଆସିଛି, ତେବେ ଆମେ ମଧ୍ୟ ତାଙ୍କୁ ପ୍ରେମ ଏବଂ ସମ୍ମାନ ଦେବା ଉଚିତ। ତେବେ ବୋଧହୁଏ କାହାର ଘର କେବେ ବି ଭାଙ୍ଗନ୍ତା ନାହିଁ ଯଦି ଏଇଭଳି ସମସ୍ତେ କରନ୍ତେ। କେବଳ ଭଲ ପାଇବା ଏବଂ ଶାରୀରିକ ଆବଶ୍ୟକତା ପୂରଣ କରିବା ପାଇଁ ଏହା କୌଣସି ଗୋଟେ ବଡ଼ କଥା ନୁହେଁ, ବରଂ ଜଣେ ଜଣଙ୍କର ଇଜ୍ଜତ କରିବା, ଧ୍ୟାନ ରଖିବା, ପ୍ରଶଂସା କରିବା, ଭଲ ଏବଂ ଖରାପ ସମୟରେ ଜଣେ ଜଣଙ୍କ ସାଥ ଦେବା ଏବଂ ସମ୍ପର୍କ ନିଭାଇବା ଜାଣିଥିବା ନିହାତି ଦରକାର। ଶାଶୁ ମାଙ୍କର 8ଟି ଖରାପ ଅଭ୍ୟାସ। 1ରେ ବୋହୂର ଖରାପ ଅନ୍ୟ ଆଗରେ କହିବା ଏବଂ ଅନ୍ୟ ବୋହୂର ଗୁଣ ପ୍ରଶଂସା କରିବା। 2ରେ ବୋହୂର ତୁଳନା ନିଜର ବିବାହିତ ଝିଅ ସହିତ କରିବା। 3ରେ ବୋହୂ ବିରୁଦ୍ଧରେ ପୁଅକୁ ପ୍ରବର୍ତ୍ତାଇବା। 4ରେ ସବୁବେଳେ ବୋହୂର ମାଙ୍କ ଘର ବିଷୟରେ ଖରାପ କଥା କହିବା। 5ରେ ବୋହୂ କରୁଥିବା ସମସ୍ତ କାର୍ଯ୍ୟରେ ଦୋଷ ଖୋଜିବା। 6ରେ ବୋହୂର ଚୁଗୁଲି ବିବାହିତ ଝିଅ ଆଗରେ ଗପିବା ବା ବିବାହିତ ଝିଅ ଆଗରେ ଚୁଗୁଲି କରିବା। ବୋହୂକୁ ଯୌତୁକ ପାଇଁ ସବୁବେଳେ ଅପମାନିତ କରିବା। 8ରେ ପୁଅ ବୋହୂ ଝଗଡ଼ାରେ ସବୁବେଳେ ବୋହୂକୁ ହିଁ ଦୋଷୀ ବୋଲି କହିବା। କିଛି ପୁରୁଷ ସଂସ୍କାରୀ ପୁଅ ଏବଂ ସଂସ୍କାରୀ ଭାଇ ବନିବା ଚକ୍କରରେ ଗୋଟେ ଭଲ ସ୍ୱାମୀ କେବେ ବି ହୋଇପାରି ନଥାନ୍ତି। କେବଳ ବୋହୂ ତାଙ୍କ ଶାଶୁମାନଙ୍କ ପାଇଁ ଖରାପ। ଯଦି ତାଙ୍କର ପୁଅ ତାଙ୍କର ହୋଇପାରିବ ନାହିଁ, ତେବେ ଅନ୍ୟ ଘରର ଝିଅ କ'ଣ ହେବ? ଗୋଟେ ପତ୍ନୀର ଜୀବନରେ ସବୁଠୁ ବଡ଼ ବରଦାନ କ'ଣ ଜାଣିଛନ୍ତି? ପତ୍ନୀ ଯେବେ ବି ଶେଷ ନିଶ୍ୱାସ ନେଇଥାଏ ନା, ସେତେବେଳେ ଯଦି ସେ ସୁହାଗିନୀ ରହିଥାଏ। କାହିଁକି ନା ସେ ନିଜ ପତି ବିନା ଗୋଟେ ଦିନ ବି ରହିପାରି ନଥାଏ। ବିବାହଘର ପରେ ଗୋଟେ ମହିଳା କେତେ ଖୁସି ଥାଏ, ତାହା
ଗୋଟେ ପତି ସ୍ଥିର କରିଥାଏ। ଅନ୍ୟଥା ଶାଶୁଘର ଲୋକ ତ କେବେ ବି ପୁଅ ଓ ବୋହୂ ଗୋଟିଏ ଜାଗାରେ ଖୁସିରେ ରୁହନ୍ତୁ ଏହା ଦେଖିପାରନ୍ତି ନାହିଁ। ପତି ଓ ପତ୍ନୀଙ୍କ ସମ୍ପର୍କର 8ଟି ଜରୁରୀ ନିୟମ। 1ରେ ଏକତ୍ର ଆପଣଙ୍କ ଶାରୀରିକ ଆବଶ୍ୟକତାକୁ ପୂରଣ କରନ୍ତୁ। 2ରେ ନିଜ ଭିତରେ ହୋଇଥିବା କଥା କେବେ ବି ଅନ୍ୟ ତୃତୀୟ ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ। 3ରେ ପତି ଓ ପତ୍ନୀ ଜଣେ ଅନ୍ୟ ଜଣଙ୍କର ସାଙ୍ଗ ହୋଇକି ରୁହନ୍ତୁ। 4ରେ କେବେ ବି ଜଣେ ଅନ୍ୟ ଜଣଙ୍କ ଉପରେ ଚିଲେଇକି କଥାବାର୍ତ୍ତା କରନ୍ତୁ ନାହିଁ ବା କଥା କୁହନ୍ତୁ ନାହିଁ। 5ରେ ଛୋଟ ମୋଟ କଥାକୁ ନେଇକି ନିଜ ନିଜ ଭିତରେ କେବେ ବି ଯୁକ୍ତିତର୍କ ହୁଅନ୍ତୁ ନାହିଁ। 6ରେ ନିଜ ନିଜର ଭିତର କଥା ଅନ୍ୟ କାହାକୁ ଜମା ବି ଜାଣିବା ପାଇଁ ଦିଅନ୍ତୁ ନାହିଁ। 7ରେ କ୍ରୋଧିତ ହେଲେ ମଧ୍ୟ ପରସ୍ପର ସହିତ କଥା ହେବା ପାଇଁ କେବେ ବି ଭୁଲନ୍ତୁ ନାହିଁ। 8ରେ ପତ୍ନୀର ବିମାରୀ ସମୟରେ ପତି ଏବଂ ପତିଙ୍କ ଗରିବ ସମୟରେ ପତ୍ନୀ ସବୁବେଳେ ଜଣ ଜଣଙ୍କ ସାଥ ଦିଅନ୍ତୁ। ଏହା ହେଉଛି ଭାରତୀୟ ସ୍ୱାମୀଙ୍କ ଭାଗ୍ୟ। ସ୍ୱାମୀ ଭଲ କି ଖରାପ ହୁଅନ୍ତୁ ସେମାନଙ୍କୁ ପୂଜା କରାଯାଏ, ନଚେତ୍ ବାହାର ଦେଶରେ ତ ସ୍ୱାମୀ ବଦଳେଇ ଦେଉଛନ୍ତି। ଗୋଟେ ଭଲ ପୁଅ, ଭାଇ, ଦିଅର ସମସ୍ତେ ହୋଇପାରୁଛନ୍ତି, ସବୁ ଦାୟିତ୍ୱ ଭଲରେ ତୁଲାଇଥାନ୍ତି, କିନ୍ତୁ ଗୋଟେ ଭଲ ସ୍ୱାମୀ ବହୁତ କଷ୍ଟରେ କାହିଁକି ହୋଇଥାନ୍ତି? କାରଣ ପୁଅକୁ ସାରା ଜୀବନ ଦାୟିତ୍ୱ ଶିକ୍ଷା ଦେବା ପରେ ଶାଶୁ ଭୁଲିଗଲେ ଯେ ପତ୍ନୀଙ୍କ ସୁଖ ମଧ୍ୟ ସ୍ୱାମୀଙ୍କ ଦାୟିତ୍ୱ ଅଟେ, ସ୍ୱାମୀଙ୍କ ଦାସ ହେବା ନୁହେଁ। ପତି ରାଗରେ କହିଦେଇଥାଏ କି ବାହାରିଛି ଆମ ଘରୁ। କେବେ ବି ଭାବିଛନ୍ତି ସେହି ପତ୍ନୀର ହୃଦୟରେ କ'ଣ ବିତୁଥିବ? ଯେ ନିଜ ଘର ଦ୍ୱାର, ବାପ ମା, ସମ୍ପର୍କ, ଭାଇ ବନ୍ଧୁ ସବୁ କିଛି ଛାଡ଼ିକି ଆସିଛି ଆପଣଙ୍କ ପାଖକୁ ଏହା ଭାବିକି କି ମୁଁ ପତି ଏବେ ମୋର ପୁରା ଦୁନିଆ ବୋଲି। ପଇସା ଦ୍ୱାରା ତ କେବଳ ଆବଶ୍ୟକତା ପୂରଣ ହୋଇଥାଏ ଏବଂ ଜୀବନ ଅତିବାହିତ ହୋଇଥାଏ। କାରଣ ଭଲ ଜୀବନ ଯାପନ କରିବା ପାଇଁ ଜଣକୁ ଟଙ୍କା ଦରକାର ନୁହେଁ, ବରଂ ଏକ ସ୍ନେହୀ ଏବଂ ପ୍ରଶଂସନୀୟ ଜୀବନସାଥୀଟେ ଦରକାର ହୋଇଥାଏ। ପତି ଓ ପତ୍ନୀ ଜଣେ ଜଣଙ୍କର ସବୁଠୁ ବଡ଼ ତାକତ ହୋଇପାରିବେ ଯଦି ସେ ଦୁଇ ଜଣ ଜଣଙ୍କର ଉପରେ ଭରସା କରନ୍ତି ଏବଂ ଜଣେ ଜଣଙ୍କର ହୃଦୟରୁ ସାଥ ଦିଅନ୍ତି। ପତ୍ନୀ ନିଜର ପତିର ଇଜ୍ଜତ ପାଇଁ ବାପା ମାଙ୍କ ବିରୁଦ୍ଧରେ ଚାଲି ଯାଇଥାଏ, କିନ୍ତୁ ପତି ନିଜ ପତ୍ନୀର ବେଇଜ୍ଜତ କରିବା ପାଇଁ ବାପା ମାଙ୍କ ସହିତ ମିଶି ଯାଇଥାଏ। ଯେଉଁ ପରିବାରରେ ପତି ଏବଂ ପତ୍ନୀ ଦୁଇ ଜଣଙ୍କର ବହୁତ ଭଲ ସମ୍ପର୍କ ଚାଲିଥାଏ ନା, ତ ଏହି କଥାରେ ନିଜ ଲୋକ ହିଁ ଅଧିକ ଜଳି ଯାଇଥାନ୍ତି, ତାଙ୍କୁ ଜମା ହଜମ ହିଁ ହୋଇନଥାଏ। ଯଦି ପତି ଚୁପ୍ ରହିଥାଏ ତାହେଲେ ସମସ୍ତଙ୍କୁ ମୌକା ମିଳିଥାଏ ତାଙ୍କ ପତ୍ନୀକୁ କହିବା ପାଇଁ। ମୁଁ ଏହା କହୁନାହିଁ କି ନିଜ ବାପା ମାଙ୍କ ସହିତ ଝଗଡ଼ା କରନ୍ତୁ କି ତାଙ୍କୁ ଖରାପ କୁହନ୍ତୁ, ଯଦି ସେ ଭୁଲ ତାଙ୍କୁ ନିହାତି ଭାବରେ କିଛି କୁହନ୍ତୁ। ଯେଉଁ ପୁରୁଷ ନିଜ ପତ୍ନୀର କଥା ଶୁଣିନଥାଏ, ଅନ୍ୟ ଲୋକଙ୍କ କଥାରେ ଚାଲିଥାଏ, ଅନ୍ୟର ଆଦର କରିଥାଏ ଏବଂ ପତ୍ନୀର ଅନାଦର କରିଥାଏ, ଏଭଳି ମଣିଷ ନା ଘରର ହୋଇପାରିଥାଏ ନା ବାହାରର ହୋଇପାରିଥାଏ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।